ଦେଖନ୍ତୁ ଜାତି ଜନଗଣନା ଯେଉଁ ହେଉଛି ଏଥିରେ ଆପଣମାନେ ଦେଖିବେ ସେଣ୍ଟରର 12 ନମ୍ବର ପଏଣ୍ଟ ଷ୍ଟେଟ୍ର 13 ନମ୍ବର ପଏଣ୍ଟ ସେ ଏକା ନମ୍ବର ଜାତିରେ ଲେଖା ହେଇଛି SC ST ଏବଂ ଅନ୍ୟାନ୍ୟ। ଆପଣମାନେ ପ୍ରତିଶ୍ରୁତି ଦେଇଥିଲେ ପାର୍ଲାମେଣ୍ଟରେ ଯେ ଜାତି ଜନଗଣନା ହେବ ଏବଂ ସେଥିରେ OBC କେତେ ଅଛନ୍ତି ଜଣାପଡ଼ିବ। ଯେଉଁଟା ସେଣ୍ଟରରେ OBC ଓଡ଼ିଶାରେ ସେଇଟା SCBC। ତେଣୁକରି ଜଣାପଡ଼ିଯାଇଥାନ୍ତା ପଛୁଆ ବର୍ଗର କେତେ ଜଣ ଅଛନ୍ତି। ଅନ୍ୟାନ୍ୟ ଲେଖିଛନ୍ତି, ସିଧାସଳଖ OBC ଲେଖିଥାନ୍ତେ ଏବଂ ତାପରେ ଅନ୍ୟାନ୍ୟ ଲେଖିଥାନ୍ତେ, ଯେଉଁଟା OBC ବା SCBC। ଇଏ ଏମିତି କାହିଁ କରୁଛନ୍ତି? ଏମାନେ କ'ଣ ସଠିକ୍ ସତ୍ୟ ଏବଂ ତଥ୍ୟ ଜାଣିବାକୁ ଚାହୁଁନାହାନ୍ତି, ନା ସେଥିରେ କିଛି ଗୋଟେ ଅପମିଶ୍ରଣ କରିବାର ଯୋଜନା ରଖିଛନ୍ତି? ତେଣୁକରି ଏଇଟା ରହିବା ଉଚିତ। ଆମେ ଦାବି କରୁଛୁ SC ST କେତେ ଅଛନ୍ତି, OBC କେତେ ଅଛନ୍ତି ଏବଂ ଅନ୍ୟାନ୍ୟ କେତେ ଅଛନ୍ତି ତାକୁ ସ୍ପଷ୍ଟ ଭାବରେ ତାହା ଉଲ୍ଲିଖିତ ରହିବା କଥା ଏବଂ ଜଣାପଡ଼ିବା ଉଚିତ। କିନ୍ତୁ ଏଥର ଯୋଉ ଜନଗଣନା ଚାଲିଛି ଆ ଭିତରେ ଆଉ ଗୋଟେ ଭିନ୍ନତା ଦେଖିବାକୁ ମିଳେ ଯେ ଏଠି ଜନଗଣନା ଭିତରେ ଘରର ଆସବାବ ପତ୍ର ଗଣନା ବି କରାଯାଉଛି। ସେଇଟା ଆସେଟ୍ ଗଣନା ଆସେଟ୍ ସବୁ କଥା ଏଇଟା ଜନଗଣନା ଆପଣଙ୍କର କାହାର କ'ଣ ଅଛି, ପ୍ରପର୍ଟି କ'ଣ ଅଛି, କି କେଉଁ ଅକୁପେସନ୍ ଅଛନ୍ତି ଏବଂ ତାଙ୍କର କ'ଣ କ'ଣ ଫ୍ୟାସିଲିଟି ପାଉଛନ୍ତି ସବୁ ରହିବା ଉଚିତ ଏବଂ ରହିଛି ମଧ୍ୟ, ସେଇଟା ଠିକ୍ ଅଛି। ସେଇ ତ ହେଉଛି କଥା, କାହିଁକି ସେମାନେ ରଖିଲେନି ସେଇଟା ଆମ ସମସ୍ତଙ୍କର ଗୋଟିଏ ମାତ୍ର ପ୍ରଶ୍ନ। ରଖିବା ଉଚିତ। ଏମାନଙ୍କର ଉଦ୍ଦେଶ୍ୟ ସବୁବେଳେ ଗୋଟେ ଭିନ୍ନ ପ୍ରକାର, କୁହନ୍ତି ଗୋଟେ କରନ୍ତି ଗୋଟେ।